बोल हला कैला बोला, जिसु कैला बोला, भगवान कैला बोला, लेकिन ए बबुआ कैला ମୁଁ ସ୍କୁଲ ଯିବିନି ଲୋ ବୋଉ। ସବୁ ପିଲାମାନେ ଖେଳିଲେ, ମତେ ସାର୍ ନା ସେଇ ଗୋଟାଏ କୋଣରେ ବସେଇ ଦେଇ କହିଲେ, ତୋ ଗୋଡ଼ ହାତକୁ ପିଲା କାଳେ କିଏ ଗୋଇଠା ମାରିଦେବେ, ତୋ ଗୋଡ଼ ଭାଙ୍ଗିଯିବ, ହାତ ଭାଙ୍ଗିଯିବ, ତୁ ଖେଳି ପାରିବୁନି। ଏ ବୋଉ, ଆଜିଠୁ ମୁଁ ସ୍କୁଲ ଯିବିନି କି ପାଠ ପଢ଼ିବିନି। ଶାରୀରିକ ଭାବେ ଅକ୍ଷମ, ମାନସିକ ଭାବେ ସକ୍ଷମ। ଚାଷ ତାଙ୍କର ପେଶା, ଆଉ ଅଭିନୟ ତାଙ୍କର ନିଶା। ଯେତେବେଳେ ସେ ଅଭିନୟ ଦୁନିଆକୁ ଆସନ୍ତି, ସେତେବେଳେ ଘର ସଂସାର ସବୁକିଛି ଭୁଲି ଯାଆନ୍ତି। ସେଥିପାଇଁ ଏ ଅଞ୍ଚଳରେ ସେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି। ସେ ଅଭିନୟ ସହିତ ଜଣେ ଯାତ୍ରା ନିର୍ଦ୍ଦେଶକ, ଲେଖକ ଏବଂ କଳାକାର। ଅତି କମ୍ରେ 70ରୁ 80 ବହିରେ ଅଭିନୟ କଲେଣି। ଆଉ ତାଙ୍କର ଯାଦୁରେ ଦର୍ଶକ ସଦାବେଳେ ଯୋଡ଼ି ହୋଇ ରହିଥାନ୍ତି। ଆଉ ସେ କେହି ନୁହନ୍ତି, ସେ ହେଉଛନ୍ତି ପ୍ରକାଶ କୁମାର ପ୍ରଧାନ, ବାଙ୍କି ବ୍ଲକ ଅନ୍ତର୍ଗତ କୁସୁନ୍ଦା ଗ୍ରାମ ପଞ୍ଚାୟତରେ ଆମ ସହିତ ଯୋଡ଼ି ହୋଇଛନ୍ତି। ଆସନ୍ତୁ ଆମେ ତାଙ୍କ ସହିତ ତାଙ୍କ କ୍ୟାରିୟର ବିଷୟରେ ସିଧାସଳଖ ଆଲୋଚନା କରିବା। ପ୍ରକାଶ ବାବୁ, ବାଙ୍କି ମିରର ଆପଣଙ୍କୁ ସ୍ୱାଗତ କରୁଛି। ନମସ୍କାର ବାଙ୍କି ମିରରକୁ। ମୁଁ ଆଜି ସାଧୁବାଦ ଦେଉଛି ଯେ ସୁଶାନ୍ତ ସାର୍ ବାଙ୍କି ମିରର ରିପୋର୍ଟର, ତାଙ୍କୁ ଅଶେଷ ଅଶେଷ ମୋ ତରଫରୁ ଧନ୍ୟବାଦ। ଆମେ ଆଜି ଜାଣିବାକୁ ଚାହିଁବୁ ପ୍ରକାଶ ସାର୍, ଆମେ ତ ଆଗକୁ ଯିବା, ବହୁତ କଥା ଆଲୋଚନା କରିବା। କଳା ପ୍ରତି ଆପଣଙ୍କର ପିଲାଦିନରୁ ଦୁର୍ବଳତା ରହିଛି। ନିଶ୍ଚିତ ଆଜ୍ଞା। କଳାକୁ ଆପଣ ପ୍ରଥମେ କିଏ ଇନ୍ସପାୟାର କଲା ଯେ କଳା ପ୍ରତି ଆପଣଙ୍କର ଦୁର୍ବଳତା ଥିଲା, କାହିଁକି? ଆଜ୍ଞା, ମୁଁ ଯେତେବେଳେ ପିଲାଦିନୁ ଯାତ୍ରା ପ୍ରତି ମୋର ଏତେ ଦୁର୍ବଳତା, ମୁଁ ସ୍କୁଲ ବନ୍ଦ କରି କିମ୍ବା ଗଛରେ ବ୍ୟାଗ୍ ଟାଙ୍ଗି ଲୁଚିକିରି ଯାତ୍ରା ଦେଖିବାକୁ ଯାଏ। ଯେତେବେଳେ ଆମ ଗାଁ, ନିଜ ଗାଁ କଲରାଅଣ୍ଟାରେ ଯାତ୍ରା ଆରମ୍ଭ କଲେ ପିଲାମାନେ, ମୁଁ ବସିକି ରିହର୍ସାଲ ଦେଖେ, ଆଉ ମଝିରେ ମଝିରେ ବାହାରକୁ ଯାଇକି ଡାଇଲଗ୍ ମାରେ। ପିଲାଙ୍କଠୁ ଶୁଣିକି ଯାଇକି ମୁଁ ବାହାରେ ଡାଇଲଗ୍ ମାରେ। ହଁ, ସମସ୍ତେ କହନ୍ତି ଇଏ ତ ବଢ଼ିଆ ଆକ୍ଟିଂ କରିପାରିବ, ଇଏ କାହିଁ କରୁନି। ମୁଁ ସେଠୁ ଏମିତି ଗୋଟେ ନାଟକ ଚାଲିଥାଏ ଆମ ଗାଁରେ, ଲଢ଼େଇ ହେବ ନିଆଁ ଜଳିବ। ମୋର ପ୍ରଥମ ଗୁରୁ ଥିଲେ ବିପିନ ବିହାରୀ ପାଣିଗ୍ରାହୀ, ଆମର ଶିମିଳିପୁର ଆୟୁର୍ବେଦିକ ଆସିଷ୍ଟାଣ୍ଟ ସିଏ ଥିଲେ, ତାଙ୍କ ଘର ପଣ୍ଡାଳମ। ସେ ଲଢ଼େଇ ହେବ ନିଆଁ ଜଳିବ ନାଟକ ଯେତେବେଳେ ଆରମ୍ଭ ହେଲା ଗାଁରେ, ଯିଏ ଆମର ଭିଲିଆନ୍ କରିଥିଲା ତାର ମାଇଣ୍ଡ ସିରିୟସ୍, ବଡ଼ ମେଡ଼ିକାଲରେ ସେ ଆଡ଼ମିଟ୍ ହେଇଥିଲେ। ସେ କହିଲା ଯେ ମୁଁ ନାଟକ 6 ଦିନ ଥିଲା ଯେ ଆଉ ନାଟକ କରିବି ନାହିଁ, ମୋତେ ଗାଁ ବାଲା ବାଡ଼ା ମାର ଯାହା କର। ଗାଁର ଗୋଟେ ସଭା ବସିଲା, ଗୋଟେ କମିଟି ତିଆରି ହେଲା। ମୋତେ କହିଲେ ପ୍ରକାଶ କରିବ ଭିଲିଆନ୍। ମୁଁ କହିଲି ନା, ମୁଁ କେବେ ଅଭିନୟ କରିନି, ମୁଁ କେମିତି ଭିଲିଆନ୍ କରିବି? ନା, ତୁ ତ ବଢ଼ିଆ ଡାଇଲଗ୍ ବାହାରେ ମାରୁଛୁ, ଆମର ଭରସା ଅଛି ତୋ ଉପରେ, ତୁ କର। ଗାଁ ବସିଲା, କମିଟି ବସିଲା, ଏବଂ ଯେଉଁ ଲୋକ ମନା କରିଦେଲା 6 ଦିନରେ ଭିଲିଆନ୍, ତା ଉପରେ ବହୁତ ଚାର୍ଜ ବି ଏମାନେ କଲେ ଗାଁ ବାଲା। ମୋତେ ଯେଉଁମାନେ ଉପରକୁ ଉଠେଇଛନ୍ତି ଯାତ୍ରାରେ, ମୋର ପ୍ରେରଣାଦାୟୀ ଯେଉଁମାନେ, ମୋର ସାଙ୍ଗ କୁବେର, ଚଗଲି ପ୍ରଧାନ, ତ୍ରିଲୋଚନ ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ, ବୈକୁଣ୍ଠ ପ୍ରଧାନ, ଏମାନେ ମୋତେ ଫୁଲ୍ ଜୋସ୍ ଦେଲେ ଯେ ଆମେ ତ ପଛରେ ଅଛୁ, ଆମେ ପୁରୁଣା ନାଟ୍ୟକାର, ତତେ ଆମେ ସହଯୋଗ କରିବୁ, ତୁ ଏ ନାଟକଟିକି ଚଳା କୌଣସି ପ୍ରକାରେ। ଆଉ 6 ଦିନ ନାଟକ ରହିଲା। ସେ ନାଟକର ନାଁ ଥିଲା ଲଢ଼େଇ ହେବ ନିଆଁ ଜଳିବ। ସେ ନାଟକଟି ଏମିତି ଏତେ ସୁନ୍ଦର ହେଲା, ଏତେ ସୁନ୍ଦର ପରଫର୍ମାନ୍ସ ହେଲା, ଯାହାଫଳରେ ଡମ୍ପଡ଼ାବାଲା ଗଲେ ଦେଖିବାକୁ ଏବଂ କହିଲେ ଯେ ଆମର ଏ ନାଟକଟି ଦଶହରା ମାର୍କେଟରେ ଦଶହରା ଦିନ ଆପଣମାନେ କଲରାଅଣ୍ଟାବାଲା ଏଠି କରିବେ। ଯାହା ହଉ, ସେ ନାଟକ ବହୁତ ସଫଳତା ମୋତେ ଦେଇଛି। ଆଉ କେବଳ ମୋ ଗାଁର ଯେଉଁ ମୋର ଥିଲେ ପୂର୍ବତନ କଳାକାରମାନେ, ସେମାନେ ହିଁ ମୋତେ ଉପରକୁ ଉଠାଇବାରେ ସାହାଯ୍ୟ କରିଛନ୍ତି। ଯାତ୍ରା କଥା କହିଲେ ଆପଣ ଘର ପରିବାର ସବୁକିଛି ଭୁଲି ଯାଆନ୍ତି, ଏଇଟା ସବୁ ଯାତ୍ରା ଦର୍ଶକମାନେ କୁହନ୍ତି, ଏଇଟା ସତ କଥା? ଆଜ୍ଞା, ସମ୍ପୂର୍ଣ୍ଣ ସତ କଥା। ମୁଁ ଯେତେବେଳେ ଯାତ୍ରାରେ ହଜିଯାଏ ନା, ମୁଁ ସେତେବେଳେ କୌଣସି କଥା, ମୋ ପୁଅ କ'ଣ କହିଥିଲା, ପୁଅର କାଲି ପଇସା ଦରକାର, ଗାଡ଼ି ଖରାପ ହେଇଯାଇଛି, ମୋ ସ୍ତ୍ରୀ କ'ଣ କରିଛି, ସେଇଟା କିଛି ମନେ ରହେନି। ଯାତ୍ରା ସରିଯିବ, ରାତି ପାଇଲା ପରେ ସ୍ତ୍ରୀ ଯେତେବେଳେ ଫୋନ୍ କରିବ ଯେ ମୁଁ କହିଥିଲି କାଲି ତମକୁ ଅମକ କଥା, ଭାଇ ମୋର ମନେ ନାହିଁ, କ'ଣ କରିବା। ମୁଁ
ପିଲାମାନଙ୍କ ପାଖରେ ମୋ ସ୍ତ୍ରୀ ପାଖରେ ଟିକେ ଦୁର୍ବଳ ହେଇପାରେ, ଏଇଥିପାଇଁ କେବଳ ଯାତ୍ରା ପାଇଁ ମୁଁ ଯାତ୍ରା ପାଇଁ ସବୁ ପଛରେ ପକାଇ ଦିଏ, କିନ୍ତୁ ଯାତ୍ରାଟାକୁ ମୁଁ ଆଗରେ ରଖେ, ବହୁତ ସମ୍ମାନ ଦିଏ। ଭିନ୍ନକ୍ଷମ ବ୍ୟକ୍ତିତ୍ୱ ଆପଣ ଏଇ ଯାତ୍ରା ଯିବା, ରାତି ଅନିଦ୍ରା ହେବା, ବାହାରେ ରହିବା, ସେଥିରେ କିଛି ଆପଣ ଅସୁବିଧା ଲାଗେନି? କିଏ କହିଲା ଆଜ୍ଞା ମୁଁ ଭିନ୍ନକ୍ଷମ? ମୁଁ ନିଜେ ଜାଣିଛି ମୁଁ ଜଣେ ସକ୍ଷମ ବ୍ୟକ୍ତି। ଆଉ ମୁଁ ଏତେ ଅନିଦ୍ରା ହୁଏ, ଏତେ ନାଟକ କରିଛି ଜୀବନରେ, ମୋର ମନେ ରହିଲେ ମୁଁ ଜଣେ ଭିନ୍ନକ୍ଷମ ବୋଲି। ଆପଣ ଅନୁମାନିକ ଆଜି କେତୋଟି ବହିରେ ଅଭିନୟ? କମ୍ପିଟିସନ୍ ପେଣ୍ଡାଲକୁ ଛାଡ଼ିଦେଲେ ମୁଁ ତ ଆମର ଏଇଠି ଅଛି ଅସିତ କୁମାର ଜେନା ଲୁଲିଆ, ତାର ପାଖାପାଖି 20ରୁ 30 ଖଣ୍ଡ ନାଟକ କରିଥିବି। ତାକୁ ମୁଁ ହିସାବ କରୁନି, କାହିଁକିନା ଗୋଟେ ନାଟକକୁ ଆମେ 10 ରାତି 15 ରାତି କରୁ, ତାକୁ ମୁଁ କାଉଣ୍ଟିଂ କରେନି। କିନ୍ତୁ ଗୋଟିଏକୁ ସିଙ୍ଗିଲ୍ ବହି ମୋର 70ରୁ 80 ଖଣ୍ଡ ବହିରେ ମୁଁ ଅଭିନୟ କରିଥିବି। ଆପଣ ଯେଉଁ ଅଭିନୟ କରିବାକୁ ଯାଆନ୍ତି କମ୍ପିଟିସନ୍ ଯାତ୍ରାରେ, କେତେ ଜାଗାରେ ସଫଳତା ପାଇଛନ୍ତି? ହଁ, ବହୁତ ଜାଗାରେ ସଫଳତା ପାଇଛି। ଆଉ ମୁଁ ମିଛ କଥା କହିବାକୁ ଚାହେଁନି, ମୁଁ ଗାଁରେ ବୁଲି ବୁଲି ଯାତ୍ରା କରୁଥିଲି, କିନ୍ତୁ ଆଜି ଯଦିଓ ସାରା ଓଡ଼ିଶାରେ ପରିଚିତ ହୋଇଛି, ସେ ଅସିତ ଜେନା ଲୁଲିଆ ପାଇଁ ମୁଁ ଆଜି ପରିଚିତ ହୋଇଛି। ତାକୁ ମୁଁ ମୋର ବହୁ ଶ୍ରେୟ ଦେବାକୁ ଚାହୁଁଛି। ଲୁଲିଆ ପାଇଁ ନିଶ୍ଚିତ କହିବି, ମୁଁ ଗାଁରେ ଯେତେବେଳେ ବୁଲି ବୁଲି ଯାତ୍ରା କରେ, ତାକୁ କିଏ କହିଲା ପ୍ରକାଶ ଭାଇ ଭଲ ଯାତ୍ରା ଅଭିନେତା ଜଣେ, ଆଉ ନେଗେଟିଭ୍ କ୍ୟାରେକ୍ଟର ବହୁତ ବଢ଼ିଆ କରେ। ସିଏ ସହିତ ମୋତେ ଡାକିଲା, କହିଲା ଭାଇ ତମେ ମୋ କମ୍ପିଟିସନ୍ ପେଣ୍ଡାଲ ମୁଁ ଯେଉଁ ଯାଉଛି ବାହାରକୁ, ମୋତେ ଟିକେ ସହଯୋଗ କରିବ କି? ତ ମୁଁ କହିଲି ମୋ ଜଞ୍ଜାଳ ମୋତେ ଖାଇଯାଉଛି, ମୁଁ ତ ସବୁଆଡ଼େ ହେଇପାରିବିନି, ମୁଁ ଗାଁରେ କରୁଛି, ଆଉ ବାହାରକୁ କେତେବେଳେ ଯିବି ନା ଭାଇ, ଯାହାହେଲେ ମୋତେ ଟିକେ ସହଯୋଗ କରିବେ। ମୁଁ ତା କଥାରେ ହଁ ଭରିଥିଲି ଏବଂ ସିଏ ମୋତେ ବହୁତ ନାଟକରେ ଅଭିନୟ କରିବାକୁ ଦେଇଛି। ଆମେ 5 ରାତି 7 ରାତି 10 ରାତି 15 ରାତି ଏମିତି ପେଣ୍ଡାଲ କରୁ, ଯେଉଁଠି ନାଟକ ତିଆରି ହେଉଛି। ଜଗତସିଂହପୁର ଏରିଆ, ଜଗତସିଂହପୁର ମାଟିରେ ଆମେ ବହୁତ ନାଟକ କରିଛୁ ଲୁଲିଆ ଟିମ୍ରେ। ଶ୍ରେୟ ଆଜ୍ଞା କାହାକୁ ଦେବେ? ଆଜ୍ଞା ମୋର ଗୋଟେ ଲେଖା ଥିଲା, ମୋ ଗାଁ ମୋ ମା, ଆଉ କାହାକୁ ଶ୍ରେୟ ଦେବି ଆଜ୍ଞା? ମୋ ମା ଆଉ ମୋ ଗାଁ, ଏ ଦୁଇ ଜଣଙ୍କୁ ଶ୍ରେୟ ଦେବା ଛଡ଼ା ଆଉ ଅଧିକା ଆଶା କରିବା ହିଁ ମୋର ଭୁଲ। ତେଣୁ ସବୁଠୁ ବଡ଼ କଥା ହେଲା ଆଜ୍ଞା, ମୁଁ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି, ଆମର ସ୍କୁଲରେ ଯେତେବେଳେ ଖେଳ ପିରିୟଡ଼ ହୁଏ, ସାର୍ ମାନେ ନେଇକି ସବୁ ପିଲାଙ୍କୁ ଖେଳାନ୍ତି। ମୁଁ ଜଣେ ଦିବ୍ୟାଙ୍ଗ ମଣିଷ ବୋଲି, ମୁଁ ଜଣେ ଭିନ୍ନକ୍ଷମ ମଣିଷ ବୋଲି ସାର୍ ମୋତେ ପରିଶ୍ରମ କରିବାକୁ ଦିଅନ୍ତିନି। ତୁ ପାରିବୁନି, ତୋତେ କିଏ ଗୋଇଠା ମାରିଦେବ, କିଏ ମାରିଦେବ, ପଡ଼ିଯିବ, ଗୋଡ଼ ହାତ ଭାଙ୍ଗିଯିବ, ତୁ ସେଇଠି ବସ୍। କିନ୍ତୁ ମୁଁ ଦୁଃଖ କରେ ବହୁତ। ମୋ କହିବାର ଅର୍ଥ ହେଉଛି, ମୁଁ କେମିତି ମୋ ଗାଁକୁ ଶ୍ରେୟ ଦେଉଛି, ମୋ ମାଆକୁ ଶ୍ରେୟ ଦେଉଛି, ତାରି କଥା ସଂଗ୍ରାମ ମାଧ୍ୟମରେ ଦୁଇ ପଦ କହିବାକୁ ଚାହୁଁଛି। ଯେହେତୁ ବାଙ୍କି ମିରିୟର ମୋତେ ମୋ ସାଙ୍ଗରେ ହାତ ବଢ଼େଇ ଦେଇଛନ୍ତି, ଆଜି ପ୍ରକାଶ ଭାଇଙ୍କର କିଛି କଥା ଶୁଣିବା, ତେଣୁକରି ତାଙ୍କୁ ଆଉ ଥରେ ସ୍ୱାଗତ ଜଣାଇ ମୋ ମା କଥା, ମୋ ଗାଁ କଥା ମୁଁ ଆଉ ଦୁଇ ପଦ ରଖିବାକୁ ଚାହୁଁଛି। ସ୍କୁଲରୁ ଫେରିଆସି ମୋ ବୋଉକୁ ମୁଁ କହେ, ବୋଉଲୋ ମୁଁ ଆଉ ସ୍କୁଲ ଯିବିନି ଲୋ ବୋଉ, ସବୁ ପିଲାମାନେ ଖେଳିଲେ, ମୋତେ ସାର୍ ନା ସେଇ ଗୋଟାଏ କୋଣରେ ବସେଇ ଦେଇ କହିଲେ, ତୋ ଗୋଡ଼ ହାତକୁ ପିଲା କାଳେ କିଏ ଗୋଇଠା ମାରିଦେବେ, ତୋ ଗୋଡ଼ ଭାଙ୍ଗିଯିବ, ହାତ ଭାଙ୍ଗିଯିବ, ତୁ ଖେଳି ପାରିବୁନି। ଏ ବୋଉ ଆଜିଠୁ ମୁଁ ସ୍କୁଲ ଯିବିନି କି ପାଠ ପଢ଼ିବିନି। ମୋ ବୋଉ ମୋତେ କହିଲା, ଧନରେ ତୁ ଜମା ବ୍ୟସ୍ତ ହଉନି, ତୋ ମୁଣ୍ଡ ଉପରେ ମୋ ହାତ ଅଛି, ମୋ ମନ କହୁଛି ତୁ ଦିନେ ନା ଦିନେ 5 ଜଣରେ ଜଣେ ହବୁ। ଆଜି ମୋରି ବୋଉ କଥାକୁ ଆଧାର କରି ସାରା ଓଡ଼ିଶାରେ ମୁଁ ଯେତେବେଳେ ନାଟକ କରିବାକୁ ଯାଏ, ନାଟକ ପରିବେଷଣ କରିବାକୁ ଯାଏ, ଯୋଉଠି ଯାହା ପୁରସ୍କାର ରାଶି ମୋତେ ମିଳେ, ଖଣ୍ଡିଏ ମାନପତ୍ର ହଉ, ଖଣ୍ଡିଏ ଗାମୁଛା ହଉ, କିଏ ଖଣ୍ଡିଏ ଫୁଲ ତୋଡ଼ା ହଉ, ମୁଁ ଦୌଡ଼ି ଆସେ ଆଉ ମୋ ବୋଉକୁ ଦେଇ କହେ, ବୋଉଲୋ ତୁ ଯାହା କହୁଥିଲୁ ତୋ କଥା ସତ ହେଲା ଲୋ ବୋଉ, ମୁଁ ଆଜି 5 ଜଣରେ ଜଣେ ହେଇଛି। ହଲୋ ବୋଉ, ମୁଁ ଆଜି 5 ଜଣରେ ଜଣେ ହେଇଛି। ଆପଣମାନେ ଶୁଣୁଥିଲେ ଆମର ପ୍ରକାଶ ପ୍ରଧାନଙ୍କ ପ୍ରତିକ୍ରିୟା। ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିଲେ ସଦାବେଳେ ନିଜକୁ ଜଣେ ସକ୍ଷମ ବ୍ୟକ୍ତି ଭାବେ ଭାବନ୍ତି।
ଏବଂ ସେହି ଅନୁସାରେ ସେ ନିଜ କାମ କରନ୍ତି। ମନରେ ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ଆଉ କଠିନ ପରିଶ୍ରମ ଦ୍ୱାରା ସେ ଆଜି ଯେକୌଣସି କାମ କରିକି ଦେଖାଇଛନ୍ତି, ଅସମ୍ଭବ କାମକୁ ସମ୍ଭବ କରିଛନ୍ତି। ଯାତ୍ରା କଳାକାର ହେଉ, ଡାଇରେକ୍ଟର ହେଉ, ଲେଖକ ହେଉ, ଯାହା ବି ହେଉ, ସେ ଆଜି ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଉଠିଛନ୍ତି। ତେଣୁ ତାଙ୍କର ଲକ୍ଷ୍ୟ ରହିଛି ଆଗାମୀ ଦିନରେ ସେବା ଯୋଗାଇ ଦେବା ପାଇଁ। ଆମେ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ତାଙ୍କର ପରବର୍ତ୍ତୀ ଜୀବନ ସୁଖମୟ ହେଉ ଏବଂ ଜଗନ୍ନାଥ ତାଙ୍କୁ ଶୁଭ ଦୃଷ୍ଟିରେ ଚାହିଁଥାନ୍ତୁ। କଟକ ବାଙ୍କିରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ, ବାଙ୍କି ମେଲ।